महाविष्णु पुराण सप्तदश अध्याय प्रह्लाद चरित। हिरण्यकशिपु उवाच आरे निर्बोध बालक दुर्वृत्त नंदन भल भावे बुझे सुझी मोहर बचन निवृत्त हुओ एथिरु पाळ कुल धर्म नुहैया भवंसर ए अविधि कर्म मो शत्रुर कथा आउ मुखरे न भास वृथाटारे प्राण किंपा करिबु रे नाश से पाठरु क्षांत होई इष्ट नाम धर जहा चरिले हेब कल्याण तोहर मन विचलित करी बातुल न हुओ उचित विधाने कथा मानि मन दिय आमर कुल देवता काली जे कपाळी तांकु न भजी काहिंकी हेउ तु बाउली शत्रुपक्ष स्तव आउ नगा तुंडरे किंपा निधन होइबु मूढ़ स्वभाव रे। प्रहलाद वाच प्रहलाद कहे पिता नुहे मुहि मूढ़ हरिनाम भजन जे अटे मोर दृढ़ जानम को जीव गण करंती स्मरण जन्म मृत्यु भय रूपांति परित्राण सर्व भय हारी हरि मो हृदय थाऊ केवण देवता नाम भजिबि मु आउ साहा थिले हरि मोर भय से काहाकू एहा मु निर्भीके चिंती से चौबाहाकू आउ कि कहिबि पिता श्री छामुरे मुहि हरि नाम बिना चित्त आने न टळई अभय चरणे जेबे मन मोर थिब केउ छार भय मते स्पर्श न करिब। हिरण्यकशिपु उवाच प्रहलाद मुखु एहा शुणी दैत्यमणि अति कोपे गर्जी उठी बोले शिर झुणी आउ ए कुलांगार को पारी हेब नाही जेते बुझाइले सबु गला वृथा होई जानिली एथर निश्चय प्रमाद पड़िला एते बोली दूत गणे आज्ञा दान कला बोले जांगली गणे डाकी आण बेगे विष ज्वाला कूल सर्प आणंतु से संगे दंशन कराओ दया माया को पेखी देखिबा हरि की परि पारिब तो रखी काल भुजंग दंशने नेउ एहा प्राण आउ ए दुष्टर नाही तिळे परित्राण। पराशर उवाच दूतंकु से दैत्यपति दियन्ते आदेश जांगलिक गण आसी होइले प्रवेश दैत्यपति आज्ञा मात्रे सर्प को काढ़िले प्रहलाद को दंशन कराई लागिले महाविषधर जेहु तक्षक कुहुक जेहु मणि चूड़ आदि सर्प हे अंधक लह लह जिह्वा करी गर्जी फुफुकारे दंशिले से विष्णु भक्त प्रह्लाद अंगरे जेहु मन प्राण समर्पिछि विष्णु पादे ताहाकु केबा कौशले पकाए विपदे स्वदेह जीवन प्रति नाही जार लक्ष्य ताकु के कि करि पारे होइण विपक्ष सर्प माने दंशी दंशी थका होई गले प्रहलादर देहे विष न घारिला भोले फणा वक्र होई गला दंत भांगी गला तथापि प्रह्लादे देहे आघात न हेला तहु से दर्प पाळ के सर्प घेनी गले दैत्यपति श्री छामुरे सर्व जणाइले। सर्पपाळ उवाच मणिमा शुणिमा हेउ आंभर ए बाणी केवण विद्या प्रह्लाद शिखिछि के जाणी फणी मानकर फणा हेला अस्त व्यस्त दंशी दंशी थका होई रहिले समस्त
ଦେଖନ୍ତୁ ଭୁଜଙ୍ଗ ମାନେ ଅଛନ୍ତି କିପରି, ଆମ୍ଭମାନଙ୍କର ସବୁ ସରିଲା ଚାତୁରୀ। କେଉଁ ବୁଦ୍ଧି ବିଦ୍ୟା ବଳ ଦେଖାଇବୁ ଆଉ, ନ ପାରିଲେ ଉଠିଯିବୁ ଛାମୁ ଆଜ୍ଞା ହେଉ। ପ୍ରହ୍ଲାଦର ଅଙ୍ଗରୁ ପ୍ରବଳ ନଳ, ଜନମି ଆମ ଦେହକୁ ଦହିବ କେବଳ। ଭୋମଣିମା କି କହିବୁ ପ୍ରହ୍ଲାଦ ମହିମା, ପରାସ୍ତ ହୋଇଲୁ ଆମ୍ଭେ କର ଛାମୁ କ୍ଷମା। ପରାଶର ଉବାଚ ହେ ମୈତ୍ରେୟ ଏହା ଶୁଣି କୋପେ ଦୈତ୍ୟେଶ୍ୱର, ପ୍ରଳୟ ଅଗ୍ନି ପରାୟ ଜଳେ ତା ଅନ୍ତର। ଦିଗଦନ୍ତୀ ମାନଙ୍କୁ ସେ ଜଣାଇ ଆଣିଲା, ଯତନ କରି ତାହାଙ୍କୁ ମଣାଇ କହିଲା। ହିରଣ୍ୟକଶ୍ୟପ ଉବାଚ ମୋ ବାଣୀ ଶୁଣ ହେ ଦିଗ ବାରଣ ନିକର, ଅତି ଉପଦ୍ରବ ଅଟେ ଛାର ବାଳକର। ବଧିବା ପାଇଁ ତାହାକୁ ଯେତେ ଚେଷ୍ଟା କଲି, କାହିଁରେ ନ ମଲା ଦୁଷ୍ଟ ପରାସ୍ତ ହୋଇଲି। ସକଳ ଉପାୟ ବ୍ୟର୍ଥ ହୁଏ କି କାରଣେ, ମରାଇ ନ ଦିଅନ୍ତି ଯେ ବୈଷ୍ଣବଗଣେ। ତୁମ୍ଭେମାନେ ମତ ହସ୍ତି ଅତି ବଳବନ୍ତ, ବହିଅଛ ଦୀର୍ଘକାୟ ଶାଳ ପ୍ରାୟ ଦାନ୍ତ। ସକଳେ ମିଳି ଦିଶୁକୁ ପ୍ରାଣେ କର ନାଶ, ବଜ୍ରହୁ କଠିନ ଦନ୍ତ ଏକ ସଙ୍ଗେ ଭୂଷ। ମେରୁଗିରି ସମ ହେବ ଦିଗଦନ୍ତୀ ଗଣ, ଦୈତ୍ୟପତି କଥାକୁ ସେ କରିଣ ଶ୍ରବଣ। ସେ କ୍ଷଣି ପ୍ରହ୍ଲାଦକୁ ଶୁଣ୍ଢେ ଟେକି ଦେଲେ, ଧରଣୀ ଉପରେ ରୋଷ ଭରେ କଚାଡ଼ିଲେ। ବକ୍ଷେ ଦନ୍ତାଘାତ କଲେ ଗରଜନ ଛାଡ଼ି, ଛାଏଁ ଛାଏଁ ଦନ୍ତମାନ ଭାଙ୍ଗି ଗଲା ପଡ଼ି। ପରାଶର ଉବାଚ ବିଷ୍ଣୁଙ୍କ ମାୟାରେ ଭକ୍ତ ପ୍ରହ୍ଲାଦର ଅଙ୍ଗ, ଦନ୍ତୀ ଦନ୍ତାଘାତେ ତିଳେ ନୋହିଲା ବିଭଙ୍ଗ। ପିତାର ଦଣ୍ଡକୁ ସେହି ଭ୍ରୁକ୍ଷେପନ କରି, ଏକାଗ୍ର ଚିତ୍ତେ ଡାକୁଛି ବିଷ୍ଣୁ ନାମ ଧରି। ଆପଣାର ଦେହ ପ୍ରତି ଲକ୍ଷ୍ୟ ନାହିଁ ଯାର, ସେ ଦେହେ ସମ୍ପୂର୍ଣ୍ଣ ବିଷ୍ଣୁଙ୍କର ଅଧିକାର। ବିଷ୍ଣୁ ମାୟାରେ ଯାଅଙ୍ଗ ବଜ୍ରହୁ କଠିନ, ପାରିବି କି ତହିଁ ଭେଦି ହସ୍ତି ଦନ୍ତମାନ। ଖଣ୍ଡ ବିଖଣ୍ଡ ହୁଅନ୍ତେ ଦନ୍ତାଙ୍କର ଦନ୍ତ, ଲଭିଲେ ପ୍ରାଣେ ସେମାନେ ବିଷମ ଆଘାତ। ଅତି କଷ୍ଟେ ଦିଗଦନ୍ତୀ ପଳାଇଣ ଗଲେ, ରାଜାର ଛାମୁରେ ଦୂତ ମାନେ ଜଣାଇଲେ। ଭୋମଣିମା ହସ୍ତି ମାନେ ପଳାଇଲେ ହାରି, ଦନ୍ତନ ଭେଦିଲା କାର ଅଙ୍ଗରେ ତାହାରି। ଛିଡ଼ି ପଡ଼ିଲା ସେ ଦନ୍ତ ଖଣ୍ଡ ଖଣ୍ଡ ହୋଇ, ବୁଝ ପ୍ରହ୍ଲାଦ କେମନ୍ତ କୁହୁକ ଜାଣଇ। ଯହୁଁ ହିରଣ୍ୟକଶିପୁ ଏ ବାଣୀ ଶୁଣିଲା, ବିଷମ ବେଦନା ଅଙ୍ଗେ ଅନୁଭବ କଲା। ପଚାରିଲା ପ୍ରହ୍ଲାଦେ କରି ଅତି ସ୍ନେହ, କି କୁହୁକ ଜାଣୁ ବତ୍ସ ମୋ ଆଗରେ କୁହ। ହସି ହସି ପ୍ରହ୍ଲାଦ କହେ ଧୀରେ କଥା, ପିଲାଟା ମୁଁ କି କୁହୁକ ଜାଣିବି ହେ ପିତା। କରିଅଛି ମୁହିଁ ଯେଉଁ ବିଷ୍ଣୁଙ୍କୁ ଆଶ୍ରୟ, ସର୍ବ ବିପଦୁ ରଖନ୍ତି ମୋତେ ଦୟାମୟ। ଏ ନୁହେଁ ମୋହର ବଳ ଜାଣ ହେ ପିଅର, ବିଷ୍ଣୁ ସ୍ମରଣ ପ୍ରଭାବ ମହାବଳିଆର। ସାମାନ୍ୟ ନମଣ ବିଷ୍ଣୁ କେମନ୍ତ ଦେବତା, ସର୍ବ ଉପାୟ ତୁମ୍ଭର ନ ରହିବ ପିତା। ପିତା ହୋଇ ପୁତ୍ର ପ୍ରତି ନ କର ଏ ବୁଦ୍ଧି, ସ୍ମରଣ କର ବିଷ୍ଣୁଙ୍କ ନାମ ନିରବଧି। ହିରଣ୍ୟକଶିପୁ ଉବାଚ ଏହା ଶୁଣି ଦୈତ୍ୟପତି ରାଗରେ ଗରଜି, ବୋଲେ ମୋ ଆଜ୍ଞା ଅବଜ୍ଞା କରୁଛୁ ତୋ ପାଜି। ବୁଝିବୁ ଏଥର କେହ୍ନେ ଦେବି ତୋତେ ଶାସ୍ତି, ମୋ ଦେବା ଶାସ୍ତି କି କେବା କରିପାରେ ନାସ୍ତି। ପରାଶର ଉବାଚ ଏତେ ବୋଲି ମହାରୋଷେ ସେହି ଦୈତ୍ୟ ସାଇଁ,
ଅନ୍ତର୍ଗତେ ତାପ ବାହେ ପହିଜ କରଇ ବ୍ରହ୍ମାବରେ ବଡ଼ପଣ ପାଇଅଛି ଯେଣୁ କାହାରିକି ଖାତର ସେ ନ କରଇ ତେଣୁ କେତେ ପରୀକ୍ଷା କଲାଣି ତେବେ ଦୈତ୍ୟରାଜ ମୋର ମନ ବୁଝି ମୃତ୍ୟୁ ଲୋଡ଼େ ହେଲା ସଜ ଏଥୁ ଅନ୍ତେ ହେ ମୈତ୍ରେୟ ଯାହା ହେଲା ଶୁଣ ଅତି ଅସ୍ଥିର ହୋଇଣ ସେ ଦୈତ୍ୟ ଦାରୁଣ ଦନ୍ତକୁର ଗଡ଼ି ବେଗେ ଦୂତକୁ ହକାରି କହିଲା ପ୍ରହ୍ଲାଦ ପ୍ରତି କ୍ରୋଧେ ଥରି ଥରି ହିରଣ୍ୟକଶିପୁ ବାଚ आहे दैत्यगण तुम्भे जाइण चंचले अग्नि प्रज्वलित कर मिलिण सकले आहे पवन तुम्भर प्रबल प्राकर्म अग्नि की कर हे वृद्धि जळु से विक्रम दिगदंती माने तुम्भे न हुओ दुखित अधम को जाली पोड़ी कर भस्मसात के रखिब देखिबि मु एथर एहाकू केमंते बलवंत से चिन्हिबि ताहाकू विलंबन करी तुम्भे जाओ भृत्य श्रेणी अनल कुंड निर्माण कर एहि क्षणी कुंडे अग्नि जाली दियो घृत कुंभ ढाली अति तेजे उठू अग्नि होई महाबली भीषण आकार धरु से अनल कुंड तहिरे आहुति दियो प्रहलाद पिंड विलंबन सहे तुम्भे जाओ शीघ्र करी मोर आज्ञा प्रतिपाल विलंबन करी पराशर उवाच हे मैत्रेय ऋषि दैत्यपति आज्ञा पाई विलंबन करी दूत माने गले दाई क्रूरमती से असुरे होई एक रुंड निर्माणिले महाभयंकर अग्निकुंड खंडी खंडी काठ गंडी सजाड़ी न देले महिष छागादि घृत तहिरे ढालिले ताहा परे अनल को लगाइले नेई प्रज्वलित होई अग्नि प्रखर उठई प्रहलाद को पकाइबा पाई से अनले बड़ साहस बांधिले दैत्य सकले नृपति आज्ञारे दुष्टे अटंती जे राढ़ गिरिशम काष्ठ मान करिछंती कूढ़ विष्णु भक्त प्रहलादे टेकिणे बाकाले निर्भय कहे प्रहलाद अट्टहास छळे प्रहलाद उवाच जहा किछि कर तुम्भे शोचना मनाही साक्षी रही छंती एका प्रभु भावग्राही से अग्नि मध्यरे जदि थिबे श्रीपति कोळेई रहिबे मते हेब नाही क्षति एही मो दृढ़ विश्वास थाओ तुम्भे जानी मेलु अछ मेल नेई अनले क्षणी बंधन करिछ सिना मोर हस्त पाद बिना दोषे महादोषे घटे अप्रमाद प्रमाद नुहई मोह पक्षे कल्याण संभाळिबे अग्नि मध्यु मोते नारायण दग्ध करिबाकु मोते करिछ साव्यस्त देखिब रखिबे केने प्रभु चौहस्त परीक्षा रे जानिब हे सकल राक्षसे दूरे नाहांती प्रभु छंती पिता पासे पितांकु चाहिण पुणी कहे प्रहलाद जना जीव तुम्भे मोर साधिबार बाद देख प्रबले अनल जले होई हर्ष ताहांक शिखा करुछि गगन को स्पर्श अग्नि उत्तापरे धरा हुए थर हर साहाछंती हरि पिता कि करुछ कर एही काले दैत्य ताकू टेकी नेई चांडे रागे पकाई न देले से अनल कुंडे अनल मध्य प्रहलाद महानंदे बसी पितार मुख को चाही कहे हसी हसी
आहे पिता शुण मोर विनय बचन, भल कौशल गोटिए कलहे रचन। मते प्राणे मारी बाकू भाबी भाबी मने, निक्षेप करिल जाहा एही हुतासने। बलवंत प्रभु मोर अग्नि संगे छंती, अणुमात्र बाधु नाही मते तपति। जेणु हरि रही छंती अग्नि पवन रे, तेणु चंदन शीतल लागे मो शरीरे। सत्य कि चौपाशे अछि सज पद्म पत्र, अतिशय थंडा बोध हेउछि मो गात्र। अनल मध्यरे सेही प्रहलाद थाई, एपरि कहिला जहु पिता मुख चाहि। पुरोहित षंढा मार्क ऋषि से समये, हिरण्यकशिपु आगे आसीन विनये। बेनी कर जोड़ी बोले काकुस्थे वचन, आहे दैत्य राज मोर घेन निवेदन। क्रोध संवरण कर निज क्षमा गुणे, बधन हिला प्रह्लाद अनल क्षेपणे। अग्निकुंडे हसी हसी कहुछि से जाहा, शुणुछत से कथा को आहे दैत्य नाहा। उत्तम उपाय गोटी दिशु अछि मोते, एबे मुहि प्रह्लाद को नेई निज साथे। अत्यंत जतने मोर आश्रमे रखाई, मधुर वचने उपदेश देवी मोहि। भुलाई पारई जेबे विष्णु नाम तार, तेबे तो तुम्भर श्रेय हेबि दैत्येश्वर। जेबे कौणसी मते आंभर वचन, न शुणी प्रह्लाद करे विष्णु को भजन। से काले करिबु आंभे विहित विचार, एबे बा काहिंकी तुम्भे हुओ हरबर। एते आयोजन किंपा कर दैत्य राज, अल्प सूत्रे नाश जीव तुम्भर तनुज। जेपरि मारिबु प्रह्लाद कुहे आंभे, यथार्थ करी कहुछि शुणी थाओ तुम्बे। जेबे न मानिब प्रह्लाद आंभ कथा, उपाय कछि जान दैत्य महारथा। आंभे माने अविचार मंत्र को प्रकाशी, संगे संगे प्रह्लाद पारिबो विनाशी। निश्चय जीवने बद्ध हेब ए बालक, आंभ गुण घोषुथिबे दैत्य बालक। पराशर उवाच एहा शुणी हरषित होई दैत्य मणि, प्रह्लाद को अग्निकुंड उठाई न आणी। षंढा मार्क मुनि करे समर्पण देले, प्रह्लाद मरण को जे सत्य जे मणिले। प्रह्लाद को षंढा मार्क संगे घेनी गले, अपना आश्रमे नेई जत्ने रखाइले। नाना मते चेष्टा करी देले सेहु शिक्षा, विष्णु नाम भूली जेने नेब अन्य दीक्षा। अति आह्लादे मुनि पढ़ाइले पाठ, से पाठ को प्रह्लाद मणु थाई साठ। एही रूपे कुल गुरु गृहे प्रह्लाद, दिन काल हरु थाए होइन आनंद। एथु अन्ते जाहा हेला शुण हे मैत्र, तुम्भ आगे कहुअछि फिटाई संशय। आउ जेउ माने थिले दैत्य नंदन, गुरु गृहे सुखे करी विद्या अध्ययन। से सबु काली कपाली मन ध्याने रत, मात्र नही थिले विष्णु नाम अवगत। प्रह्लाद उवाच शिशुगण को प्रह्लाद एक मेल करी, अति आनंदित मने बोलाइले हरि। नुआ पाठ भाई माने शिख मन देई, त्रिपुर जाकर महागुरु जे अटई। शुण हे मैत्रेय ऋषि मन करी स्थिर, विष्णु भक्त प्रह्लाद दैत्येन्द्र कुमार। प्रतिदिन आसन्ते से अन्य दैत्य सूते,
ଅତି ସ୍ନେହେ ସେମାନଙ୍କୁ କହେ ମହାଚିତେ, ଯେ କାଳେ ନଥାନ୍ତି ଷଣ୍ଢା ମାର୍କ ଉପସ୍ଥିତ, ସେହି ସୁସମୟ ଦେଖି ପ୍ରହ୍ଲାଦ ବାଳୁତ। ପ୍ରତି ବାଳକଙ୍କୁ ସଖା ଭାବେ କୋଳ କରି, ବୋଲେ ଭାଇ ମାନେ ଶୁଣ ବଚନ ମୋହରି। ହିତ ଉପଦେଶ ଯାହା ଦେଇଥିଲି କାଲି, ଆଜି ବି ତାହା କହୁଛି ନ ଭୁଲିବ ବୋଲି। ହରି ବୋଲ ହରି ବୋଲ ହରି ବୋଲ ଭାଇ, ଯେ ନାମ ଧଇଲେ କାଳ ଭୟ ରହେ ନାହିଁ। ହରି ବୋଲ ଶବ୍ଦ ଭାଇ ଯେତେ ଦୂର ଯାଏ, ବ୍ରହ୍ମ ହତ୍ୟା ଗୋରୁ ହତ୍ୟା ଛାଡ଼ି ନ ପଳାଏ। ବୋଲ ଭାଇ ମାନେ ଉଚ୍ଚେ ହରି ନାରାୟଣ, ହରି ନାମଟି ଅଟଇ ପରମ କାରଣ। ସର୍ବତ୍ର ଭାବେ ପ୍ରହ୍ଲାଦ ବଳବାନ ଯେଣୁ, ସର୍ବତ୍ର ଅଛନ୍ତି ବିଷ୍ଣୁ ଏ ଜ୍ଞାନତା ତେଣୁ। ସର୍ବଶେଷଙ୍କୁ ମିଳାଇ ଅତି ଆନନ୍ଦରେ, ସର୍ବମୟ ହରିଙ୍କର ନାମ ଗାନ କରେ। ବୋଲେ ଆହେ ଭାଇ ମାନେ ଯେତେ ରହିଅଛ, ମୋହର କଥାକୁ କେହି ମଣ ନାହିଁ ମିଛ। ନକର ହିତ କର୍ମ ସାଧି ନିଜ ହିତ, ବିଷ୍ଣୁଙ୍କ ନାମେ ସରବେ ଚଳାଅ ହେ ଚିତ୍ତ। ପଢ଼ୁଅଛ ଯେଉଁ ପାଠ ମନ ପ୍ରାଣ ଦେଇ, ତହିଁରେ ତୁମ୍ଭର କିଛି ଲାଭ ହେବ ନାହିଁ। ଦେଖ ଭାଇ ପ୍ରାଣୀ ମାନେ ଜନ୍ମି ଧରା ଭାଗେ, ବାଲ୍ୟ ଯୌବନ ଆଉ ବୃଦ୍ଧାବସ୍ଥା ଭୋଗେ। କେହି ଜଣେ କରି ନାହିଁ ଏହା ଉପକ୍ରମ, ସକଳ ଭୋଗନ୍ତି ଏହା ହୋଇଣ ଜନମ। ତେଣୁ ବୁଝ ଭାଇ ମାନେ ସ୍ଥିର କରି ମଥା, ବୃଦ୍ଧ କାଳେ ମୃତ୍ୟୁ ଘଟେ ପ୍ରାଣର କଥା। ଅଳପ ବୁଦ୍ଧି ଯାହାର ଏ ମର୍ତ୍ତ୍ୟ ଭୁବନେ, କ୍ଷୁଧା ତୃଷା ଗ୍ରୀଷ୍ମ ଶୀତ ମାଦକେ ସେମାନେ। ଅନୁଭବ କରୁଥାନ୍ତି ନିତ୍ୟ ସୁଖ ଭବେ, ମାତ୍ର ସେ ଦୁଃଖର ମୂଳ ସୁଖ ନାହିଁ ଲବେ। ଅସନ ବସନ ଆଦି ସଂଗ୍ରହ କାରଣେ, ଦୁଃଖ ସହିଥାନ୍ତି ମୁନି ଜନେ ଅନୁକ୍ଷଣେ। ଜଳ ଦେହି କ୍ରୀଡ଼ନରେ ମଣେ ଯଥା ସୁଖ, ରମଣୀର ପଦାଘାତେ ପାଏ ନାହିଁ ଦୁଃଖ। ତେସନେ ଲମ୍ପଟ ଅଜ୍ଞ ଏ ଧରା ଧାମରେ, ଶ୍ଳେଷାଦି ସଂଶୟ ତାର ନାରୀ କଳେବରେ। ଅସ୍ଥି ମଜ୍ଜା ମଳ ମୂତ୍ର ଦେହର ଘଟଣ, ଚର୍ମ ମାଂସ ରକ୍ତ ପୂଜର ସମଦେ ପୂର୍ଣ୍ଣ। ଏ ଦେହ ବାହାର ଗୋଟା ସୁନ୍ଦର ଦିଶଇ, ଭିତରେ ଏତେ ଦୁର୍ଗନ୍ଧ ପୁରି ରହି ଛଇ। ଏ ପୁତି ଦୁର୍ଗନ୍ଧ ଦେହେ ପିରତି ବାହାର, ନରକେ ନ ହୋଇବ କି ତୃପତି ତାହାର। ଏ ଦେହରେ ହର୍ଷ ଯୁକ୍ତ ଯେ ଜନ ହୁଅଇ, ମୋର ମୋର ବୋଲି ଅନୁକ୍ଷଣେ କହୁଥାଇ। ତାର ସେହି ଅହଙ୍କାର ହୁଅଇ ଏପରି, ସେ ନିଶ୍ଚେ ନର୍କେ ପଡ଼େ ନ ଯାଏ ଉଧୁରି। ଶୀତରେ ଅଗ୍ନି କି ଇଚ୍ଛା ତୃଷାରେ ସଲିଳ, କ୍ଷୁଧାରେ ଅନ୍ନକୁ ଇଚ୍ଛା କରନ୍ତି ସକଳ। ଆବର ଅଗ୍ନିରେ ଶୀତ ଅଭିଳାଷ ହୁଏ, ଅନେକ କ୍ଷୁଧା ଜଳେ ତୃଷା ବିପରୀତମଏ। ଅପର ଶୀତ ଭାବେ ନ ଚାହେଁ ଅନଳ, ତୃଷା ଅଭାବରେ ପୁଣି ଲୋଡ଼େ ନାହିଁ ଜଳ। କ୍ଷୁଧା ଅଭାବେ ନ ଚାହେଁ ଅନାଦି ଭୋଜନ, ଆହେ ଭାଇ ମାନେ ସର୍ବେ ଦୁଃଖ ସୁଖ ଜାଣ। ଏସବୁ କାରଣ ନେଇ କହୁଛି ମୁଁ ଭାଇ, କେବେ ହେଲେ ସଂସାରେ କିଛି ସୁଖ ନାହିଁ। ସଂସାର ପ୍ରାଣୀ ଏ ଯହିଁ ଯେବା ରହିଥାନ୍ତି, ଅନବରତରେ ଧନ ଚିନ୍ତା ସେ କରନ୍ତି। ସେହି ଧନ ଚୋରାଦିଙ୍କ ଭୟ କାରଣରେ, ବୁଡ଼ି ରହୁଥାନ୍ତି ସଦା ଦୁଃଖ ସିନ୍ଧୁନୀରେ। ଏଣୁ କରି ସେ ଧନକୁ ତ୍ୟାଗ କଲେ ସୁଖ, କିବା ତା କପାଳେ ଘଟିପାରେ ଦୁଃଖ।
ପୁଣି ମୃତ୍ୟୁ ପରେ ଯେଉଁ ମରଣ ଯାତନା, ସାମାନ୍ୟ ଦୁଃଖ କି ତାହା କର ବିବେଚନା। ତେଣୁ ଆହେ ଭାଇ ମାନେ ମନେ ହେତୁ କର, ଜନ୍ମଠାରୁ ମୃତ୍ୟୁ ଯାଏ ମନରେ ବିଚାର। ଏ ମଧ୍ୟରେ ସୁଖ ବା କେଉଁଠାରେ ଅଛି, ଏ ସଂସାରେ ଦୁଃଖ ବିନା ସୁଖ ନାହିଁ କିଛି। ଗର୍ଭବାସେ ଯେଉଁ ଦୁଃଖ ଭୋଗଇର ମଣି, ତୁମ୍ଭ ଆଗେ ତାହା ଭାଇ କି କହିବି ପୁଣି। ଅତିଶୟ ଦୁଃଖମୟ ଅଟେ ସୟଳ, ସୁଖ ବୋଲି ଯେ ଭାବିବ ସେ ପ୍ରାଣୀ ପାଗଳ। ଏଣୁ ଏ ଭବସାଗରୁ ତରିବାର ପାଇଁ, କର୍ଣ୍ଣଧାର ଛନ୍ତି ଏକା ବ୍ରହ୍ମାଣ୍ଡ ଗୋସାଇଁ। ତାଙ୍କ ବିନୁ ତରିବାକୁ ନାହିଁ କେହି ଆନ, ଏକମାତ୍ର ତ୍ରାଣ କର୍ତ୍ତା ପ୍ରଭୁ ଭଗବାନ। ଶରଣ ରକ୍ଷଣ ଅନ୍ତର୍ଯ୍ୟାମୀ ଭାବଗ୍ରାହୀ, ଶରଣାଗତ ପ୍ରାଣୀଙ୍କୁ କରନ୍ତି ସେ ତ୍ରାହି। ପରମ ଗତି କେବଳ ବିଷ୍ଣୁ ଶ୍ରୀପୟର, ଯେ ପ୍ରାଣୀ ସ୍ମରଣ କରେ ସେ ଅଟେ ତୁମ୍ଭର। ନିର୍ବୋଧ ପ୍ରାଣୀଏ ଯେତେ ଛନ୍ତି ଏ ସଂସାରେ, ବାଲ୍ୟକାଳେ ଖେଳ ରଙ୍ଗେ ତାଙ୍କ ଦିନ ହରେ। ଯୌବନ ବିଷୟ ଭୋଗ ସୁଖ ପ୍ରାୟ ମଣି, ହେଳାରେ ହରନ୍ତି ଦିନ ମଦ ଭରେ ପୁଣି। ତାପରେ ବୃଦ୍ଧା ଅବସ୍ଥା କରେ ଆକ୍ରମଣ, ଅତ୍ୟନ୍ତ ଦୁର୍ବଳ ହୋଇ ତେଜନ୍ତି ପ୍ରାଣ। ଏଣୁ କରି ଶୁଣ ଭାଇ ଯାହା କହେ ମୁହିଁ, ଆମ୍ଭମାନଙ୍କର ବାଲ୍ୟକାଳ ଏ ଅଟଇ। ଏ ବୟସେ ବୈରାଗ୍ୟ ଧର୍ମ ସୁଖମୟ, ଆମ୍ଭେମାନେ ସେହି ଧର୍ମ କରିବାଶ୍ରୟ। ଏଥିରେ ମୁକ୍ତି ପଥ ରହିଛି ଏ ଭାଇ, ଆସ ପରମାର୍ଥ ମାର୍ଗେ ଯିବା ସଙ୍ଗ ହୋଇ। ଯଥାର୍ଥ ବଚନ ଏହା ବୁଝ ଦେଇ ମତି, ମିଛ ନୁହେଁ ସାଧୁ ଜନେ ଏକଥା କହନ୍ତି। ଏ ସଂସାରେ ଏକମାତ୍ର ବିଷ୍ଣୁ ନାମ ସାର, ତାକୁ ଆଶ୍ରା କଲେ ଦୁଃଖ ହୋଇଯାଏ ଦୂର। ଏଭାବେ କର୍ମ ଧର୍ମ ବିଷମ ବନ୍ଧନ, ଭକ୍ତି ଭଳେ ହରି ତାହା କରିବେ ଛେଦନ। ମୋର ବୋଲ କର ଭାଇ ଛାଡ଼ି ମନ ମୋଟ, ବିଷ୍ଣୁ ନାରାୟଣ ନାମ ନିରବଧିରଟ। ସାର କର ଦିବା ରାତି ବିଷ୍ଣୁ ଉପାସନା, ମିଳିବ ନିର୍ବାଣ ପଥ ନଥିବ ଭାବନା। ଏ ପରମାର୍ଥ ଧନକୁ ନ ଛାଡ଼ ହେ ଭାଇ, ନାଚ ସଙ୍ଗେ ଆନନ୍ଦରେ ବିଷ୍ଣୁ ଗୁଣ ଗାଇ। ମୁଖେ ଗାଇବାକୁ କିଛି ଶ୍ରମ ଯେ ନହିବ, ଅପାର ଆନନ୍ଦ ଦେଖୁ ଦେଖୁ ବୃଦ୍ଧି ହେବ। ଦେଶ ହିଂସା କ୍ରୋଧ ଆଦି ଅଛି ସବୁ ଯେତେ, ସେ ମୋହମାୟା କାରଣ ବୁଝ ହେ ସୁଚିତେ। ସଂସାର ମଧ୍ୟରେ ଦେଖ ଯାହା ଅବସ୍ଥିତି, ଏକମାତ୍ର ସେହି ବିଷ୍ଣୁ ସର୍ବତ୍ର ଅଛନ୍ତି। ଜୀବନ ଧାରଣ କରି ହେ ଭାଇ ସକଳେ, କେବେ ହେ କାମନେ କଷ୍ଟ ଦିଅ ନାହିଁ ତିଳେ। ଆସ ଆମ୍ଭେ ମାନେ ମିଳି ନେବା ହରି ନାମ, ଅବିଳମ୍ବେ ପୂର୍ଣ୍ଣ ହେବ ଆମ୍ଭ ମନସ୍କାମ। ଦ୍ୱେଷ ଅହଙ୍କାର କେହି ନ ଧର ମନରେ, ଅନିଷ୍ଟ ବିନୁ ସେ ଭଲେ ନୁହେଁ ଜୀବନରେ। ମୁକ୍ତିପଦ ନିତ୍ୟ ଧାମ ପାଇବା କାରଣେ, ଆସ ହେ ଶରଣ ନେବା ବିଷ୍ଣୁଙ୍କ ଚରଣେ। ଅନ୍ୟ ଅଭିଳାଷ ଭାବ ଦୂରେ ଫିଙ୍ଗି ଦିଅ, ବିଷ୍ଣୁ ନାମ ଗାଇବାରେ ଅଗ୍ରସର ହୁଅ। ରାଗ ହିଂସା ମାୟା ମୋହ କର ହେ ବର୍ଜନ, ବେଳୁ ଉପାର୍ଜନ କର ବିଷ୍ଣୁ ପଦ ଧନ। ଏହି ଯେ ଦୁର୍ଲଭ ଜନ୍ମ ମୋକ୍ଷ ଅଭିଳାଷେ, ଆଦରି ଧର ହେ ବିଷ୍ଣୁ ପଦ ହୃଦଦେଶେ। ଯଦି ସେହି ବିଷ୍ଣୁ ନାମ ଧରିବା ଧରି, ସକଳ ଭୟ ନିବାରି ଭବୁ ଯିବା ତରି। ଆମ୍ଭେମାନେ ସେ ଅମୂଲ୍ୟ ପଦ କଲେ ଲାଭ, କଦାଚନେ ରୋଗ ଶୋକ ପୀଡ଼ା ନ ବାଧିବ।
ଯକ୍ଷ ରକ୍ଷ ପଶୁ ପକ୍ଷୀ ଆଦି ଯେତେ ଗଣା, ଯେଉଁ ପ୍ରାଣୀ ହେଉ ପଛେ ନ କରିବ ଘୃଣା। ସମସ୍ତଙ୍କୁ ଏକ ଭାବେ ଚିନ୍ତା କରି ମନେ, ସାଧିବ ଶ୍ରୀ ହରି ନାମ ଏ ମହାଭୁବନେ। ତୁମ୍ଭଙ୍କୁ କହିଲି ଯେଉଁ ଉପଦେଶ ବାଣୀ, ପ୍ରାଣୀଙ୍କ ହୃଦୟ ସେହି ବିଷ୍ଣୁ ମହାପ୍ରାଣୀ। ତାଙ୍କ ଛଡ଼ା ଏ ସଂସାରେ ଆଉ କିଛି ନାହିଁ, ସେ ବିଷ୍ଣୁ ସଦୟ ହେଲେ ଅଭାବ କି ଭାଇ। ମୋହର କହିବା କଥା ଶୁଣ ହେ ସୁଚିତେ, ଗୁରୁଙ୍କ ଗୃହେ ରହିଛ ଶିଷ୍ୟ ଯେତେ। ମୋହର କହିବା କଥା ଶୁଣ ହେ ସୁଚିତେ, ଗୁରୁଙ୍କ ଗୃହେ ରହିଛ ଶିଷ୍ୟ ଗଣ ଯେତେ। ଏକାବେଳେ କାମନାକୁ ବିସର୍ଜନ କର, ଆଶ୍ରୟ ଗ୍ରହଣେ ବ୍ରହ୍ମ କଳ୍ପ ବୃକ୍ଷ ଧର। ମନ ପ୍ରାଣ ଢାଳି ଲାଗ ଶ୍ରୀହରି ଭଜନେ, ନିଶ୍ଚୟ ଲଭିବ ମୋକ୍ଷ ଆହେ ଭାଇ ମାନେ। ହର କଳ୍ପ ବୃକ୍ଷ ମୂଳେ ନିବାସ ଯାହାର, ସର୍ବଭୟ ତାହାର ଯେ ହୋଇଯାଏ ଦୂର। ଏଣୁ ହରି ହରି ବୋଲ ନ କରିଣ ହେଳା, ତରିବାକୁ ହରି ନାମ ଗୋଟି ଭବେ ଭେଳା। ଦିବାନିଶି ଆଶ୍ରା କରି ଶ୍ରୀହରି ଚରଣ, କ୍ଷେତ୍ର ମୋହନ ଲେଖ ଇଏ ବିଷ୍ଣୁ ପୁରାଣ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ପ୍ରଥମ ଖଣ୍ଡେ ବାଳକ ଭକ୍ତ ପ୍ରହ୍ଲାଦ ଚରିତେ ନାମ ସପ୍ତଦଶ ଅଧ୍ୟାୟ। ଅଷ୍ଟଦଶ ଅଧ୍ୟାୟ। ପ୍ରହ୍ଲାଦ ବିରୁଦ୍ଧରେ ଦୈତ୍ୟ ଶିଶୁମାନଙ୍କର ହିରଣ୍ୟକଶ୍ୟପ ନିକଟେ ଅଭିଯୋଗ ଓ ପ୍ରହ୍ଲାଦକୁ ବଦ୍ଧ କରିବା ନିମିତ୍ତ ସେହି ଦୈତ୍ୟପତିର ଦୈତ୍ୟମାନଙ୍କ ପ୍ରତି ଆଦେଶ। ପରାଶର ଉବାଚ ଶୁଣ ହେ ମୈତ୍ରେୟ ଋଷି ମନ କର୍ଣ୍ଣ ଦେଇ, ଏହାପରେ ଯାହା ହେଲା କହୁଅଛି ମୁହିଁ। ଦୈତ୍ୟଙ୍କ ପୁତ୍ରଙ୍କୁ ଯହୁଁ ଏ ରୂପେ ପ୍ରହ୍ଲାଦ, ମେଳ କରିଣ କହିଲା ହୋଇଣ ଆନନ୍ଦ। ଦୈତ୍ୟପୁତ୍ର ମାନେ ସେହି ଉପଦେଶ ବାଣୀ, କେହି ବା ମାନିଲା କେହି ନ ମାନିଲା ପୁଣି। କେତେକ ଦୈତ୍ୟକୁ ମରେ ଅହିତ ମଣିଲେ, ଦୈତ୍ୟ ରାଜା ପାଶେ ଯାଇ ସର୍ବ ଜଣାଇଲେ। ଶିଶୁଙ୍କ ମୁଖରୁ ଶୁଣି ପ୍ରହ୍ଲାଦର କଥା, କ୍ରୋଧେ ଗର୍ଜନ କଲା ଦୈତ୍ୟ ମହାରଥା। ଆରକ୍ତ କଲା ନୟନ ଅନଳ ସମାନ, ପାଚକ ଗଣଙ୍କୁ ପାଶେ ଡାକିଲା ବହନ। ପ୍ରତାପ ଦେଖାଇ ତାଙ୍କୁ ବୋଇଲା ଏପରି, ହେ ପାଚକ ଗଣ ଶୁଣ ଆଦେଶ ମୋହରି। ପ୍ରହ୍ଲାଦ ବୋଲିଣ ଯେଉଁ କୁମର ମୋହର, ଯେତେବେଳେ ଦେବ ନେଇ ତାହାକୁ ଆହାର। ସକଳ ଖାଦ୍ୟ ଦ୍ରବ୍ୟରେ ବିଷ ଗୋଳାଇବ, ନାଗର ଗରଳ କାଳକୂଟ ତହିଁ ଦେବ। ଜହରକୁ ମିଶାଇବ ଅନ୍ନ ବ୍ୟଞ୍ଜନରେ, ମାଖିଦେବ ହଳାହଳ ଘୃତ ପରକାରେ। ଉତ୍କଟ ବିଷାକ୍ତ ଯେହ୍ନେ ଖାଦ୍ୟ ଦ୍ରବ୍ୟ ହେବ, ଅତି ଯତ୍ନେ ତାହା ପ୍ରହ୍ଲାଦକୁ ଭୁଞ୍ଜାଇବ। ଦଧି ଦୁଗ୍ଧ ଆଦି ଯେତେ ଗୋରସ ପଦାର୍ଥ, ଯହିଁରେ ପ୍ରହ୍ଲାଦର ଯେ ରହିଥାଇ ସ୍ୱାର୍ଥ। ସକଳ ପଦାର୍ଥେ ହଳାହଳକୁ ମିଶାଇ, ପିଇବା ଜଳରେ ଦେବ କଳାକୂଟ ନେଇ। ଏହା ସବୁ କରି ତାକୁ କରାଅ ଭୋଜନ, ଭକ୍ଷିବା ମାତ୍ରେ ସେ ଯେହ୍ନେ ତେଜିବ ଜୀବନ। ମନରେ ସଂଶୟ କିଛି ନ କର ଏଥିରେ, ବସାଇ ନ ଦେବ କାକୁ ପ୍ରହ୍ଲାଦ ସାଥିରେ। ଅବଜ୍ଞାନ ହିବ ମୋର ଏ ଆଦେଶ ଯେନେ, ସକଳ ପାଚକେ ରହିଥିବ ସାବଧାନେ। ଯଦି ଏ ଉପାୟ ତାକୁ ପ୍ରାଣେ ମାରିଦେବ, ଯଥୋଚିତ ପୁରସ୍କାର ସକଳେ ପାଇବ। ପାଚକ ମାନଙ୍କ ପ୍ରତି ଦୁଷ୍ଟ ଦୈତ୍ୟ ଈଶ, ଯହୁଁ ବିହିଲା ଏପରି ନିଷ୍ଠୁର ଆଦେଶ। ସେ ଲୋଭୀ ପାଚକ ମାନେ ଆଶା କରି ଧନ,
दैत्यपति आज्ञा घेनी फेरिले बहन रंधनशाला जाई प्रवेश होइले प्रह्लाद भुंजिबा द्रव्यमान जोगाड़िले सकल भोजन द्रव्य हलाहल विष मिसाई देले मनरे होइण हरस से निष्ठुर पापाचारी पाचके सतर प्रह्लादर जोगाण को होइले तत्पर जेहु विष्णु भक्त विष्णु चिंतारे मगन नैवेद्य न करी से कि करिब भोजन प्रथमे अनंत विष्णु नाम विचारिला ओम विष्णुवे नम एही मंत्र पाठ कला भोजन स्थान रे बसी महानंद रे मुखे भरिला से अन्न व्यंजनादि खरे उत्कट विषर कथा जानी अनुमाने विष्णु को ध्यान धारणा कला मने मने जेउ विष गोला होइथिला से द्रव्य रे अनंत विष्णु को नाम स्मरन्ते मन रे विषयुक्त खाद्य द्रव्य जेते तही थिला पलक मात्रे अमृत पालटिण गला उत्कट गंध केणिकी गला जे उभेई मह मह सुबासना चहटी उठई विष्णु निवेदित षडरस द्रव्यमान अति संतोषे प्रह्लाद कला को भोजन विषर विषत्व तेज सबु केणे गला प्रह्लाद पक्षे समस्त अमृत होइला जाहाकु साहा अछंती प्रभु चक्रधर कोटि कोटि शत्रु हेले कि करिब तार सकल भुंजी प्रह्लाद होइला तृपति से विष्णु भक्तर किछि न होइला क्षति ताहा देखि सुपकारे आश्चर्य होइले सब कथा जाक दैत्यपति की कहिले शुणी हिरण्यकशिपु बुद्धि हेला बणा सहजे से देखुथिला भोजन घटना गवाक्ष पाशरे चाही चाही पुत्र रीति निशस्त्र होई बसिला बदन कुपोती पुणी से दुष्ट पापिष्ठ मनरे पांचिला वृद्ध शृगाल पराए बुद्धि रे रचिला पुरोधागण को तार आनिला हकारी जन जन करी सबु कहिला विस्तारी विलंबरे प्रयोजन नाही आउ किछि आहे पुरोहित शुण जाहा मु कहुछि एही क्षणी मो पासरु जाओ शीघ्र होई संहारिबा मंत्र जंत्र जाहा अछि रही सेही मंत्र अभिचार करिण प्रयोग प्रह्लाद को जीवने संहार हे बेग दैत्यपतिर आदेशे पुरोहित माने चली न गले सकले हरषित मने प्रह्लाद पासे जाई प्रवेश होइले मधुर वचने ताकु संभाषण कले आहे प्रह्लाद तुम्भे आंभ कथा शुण हित बिनु अहित को केबे न मण ब्रह्मांक अंशरे तुम्भे जन्म लभिछ केते उच्च अधिकार सौभाग्य पाइछ हिरण्यकशिपु तुम्भ प्रियर अटंती महापराक्रमी पुणी महाचक्रवर्ती तुम्भे मध्य पिता सम होइब ए भवे पाइब बहुत मान्य पूजिबे सरबे देवता किबा अनंते किस लोड़ा हुए त्रिभुवने तुम्भ पिता श्रेष्ठ जे बोलाए विपक्षर स्तव आउ मुखरे न धर आंभ बोल मानि से नाम को त्याग कर
ତ୍ରିଲୋକରେ ତୁମ୍ଭ ପିତା ପାଉଛନ୍ତି ପୂଜା। ତୁମ୍ଭେ ପୁଣ କାଳେ ହେବ ତ୍ରୈଲୋକ୍ୟର ରାଜା। ସନ୍ତୋଷକର ପିତାଙ୍କୁ ମାନି ତାଙ୍କ ବୋଲ, ସଦା ସର୍ବଦା ତୁମ୍ଭର ପାଞ୍ଚୁଥିବେ ଭଲ। ସର୍ବଗୁରୁଙ୍କ ମଧ୍ୟରେ ଆଦ୍ୟ ଗୁରୁ ପିତା, ତାଙ୍କ ପାଦେ ଭକ୍ତି ରଖ ମାନି ଆମ୍ଭ କଥା। ପିତାଙ୍କୁ କହିବ ଇଷ୍ଟ ଧର୍ମାଧର୍ମ ସାଧ୍ୟ, ତାଙ୍କ ଆଜ୍ଞାକୁ ଅବଜ୍ଞା କଲେଟି ପ୍ରମାଦ। କାହିଁ ପାଇଁ ବଛ ତୁମ୍ଭେ କରୁଛ ଏ ବୁଦ୍ଧି, ବିଷ୍ଣୁ ନାମ ଛାଡ଼ି ଅନ୍ୟ ମନ୍ତ୍ର କର ସିଦ୍ଧି। ବର୍ତ୍ତମାନ ଆଜ୍ଞା ବାକ୍ୟ କର ହେ ଗ୍ରହଣ, ପିତା ପାଦେ କ୍ଷମା ମାଗ ଲଭିବ କଲ୍ୟାଣ। ତୁମ୍ଭ ପିତାଙ୍କର ଶତ୍ରୁ ନାରାୟଣ ହରି, ସେ ନାମକୁ ପରିତ୍ୟାଗ କର ଶୀଘ୍ର କରି। ହୃଦେ ଭକ୍ତି ଭାବ ରଖି ଭଜ ପିତୃପଦ, ତାଙ୍କ କଲ୍ୟାଣେ ଭୋଗିବ ସକଳ ସମ୍ପଦ। ଏପରି କହିଲେ ଯହୁଁ ପୁରୋହିତ ମାନେ, ତାହାଙ୍କୁ ବୋଲେ ପ୍ରହ୍ଲାଦ ବିନୟ ବଚନେ। ପ୍ରହ୍ଲାଦ ବାଚ आहे पुरोहित माने कहिल जासत, मरीचिंक सर्ववंशे आम्भ वंश ख्यात। तिनि पुरे के बाएहा करिब अन्यथा, परिवृत श्रेष्ठ जने महरजे पिता। अति यत्ने करिया हे महाभाग गणे, कहिलटी मते जाहा जाहा निबारणे। सकल अटई सत्य माने मु अवश्य, ब्रह्मांक पुत्र मरीचि अपार जाजस। से ब्रह्मांक कूले मोर पिता जन्मिछन्ति, सदगुरु मो जनक संसारे अटन्ति। महापूजनीय सेहु जानन्ति सकले, एथिरे संदेह मुहि करू नाही तीळे। मात्र निवेदन करे हे पुरोधा गण, जेउ प्रभु नाम जपि समर्पिछि प्राण। तहिरे आम्भ कूଳରେ नाही ତ विरुद्ध, ताहा मु कहुछि शुण हे पुरोधा वृंद। मुझे अतिशय यत्न करी निजे निजे, जे अनंत पादाश्रय करिछि हे द्विजे। ताहा ही मोर संपूर्ण संगत अटई, सेहि जुक्ति वाक्य केबे असंगत नहि। जदि कुह अनंतंक आश्रय ग्रहणे, मिलिब कि फल बोल मोहर कारणे। कहुछि ता विवरण कर परकाश, शुणन्तु सरबे मन होइन उल्लास। अनंते कि हुए जाहा कहिल आपणे, से कथा को सत्य बोली मने मुन आणे। उत्तम रूपे कहुछि मो कथा को शुण, आहे कुल पुरोहित अजथा नमण। आपणक कथा को मु करे धन्यवाद, आपणको धन्यवाद करुछि मु मध्य। आहे कुल गुरु गण यद्यपि हे कही, खेदन करिब मने कहिबई मुहि। अनंतंकर महिमा अटे जे अनंत, अनंत मूर्ति विष्णु महाबलवंत। ए अंते जाहा हुई कर मन चेता, आपणे तो धर्म अर्थ काम मोक्ष दाता। एहि चतुर्वर्ग जे परम पुरुषार्थ, ए भवे केहि देवारे नुहंति समर्थ। चतुर्वर्ग फल ख्याति पुरुषार्थ नामे, सापेहा अछि मते न पकाओ भ्रमे। जाहांक ठारु ए चतुर्विध संभवई, कि हुए ताहांक ठारु वृथा कथा एहि। एपरि अଯଥା କଥା करने लागे कटु,
ଜାଣୁଛି ମୁଁ ସନାତନ ଧର୍ମେ ନାହିଁ ପଟୁ। ଅନନ୍ତ ତହୁଁ ସେ ଦକ୍ଷ ମରିଚି ସହିତେ। ମୁଖ୍ୟ ମୁଖ୍ୟ ଋଷିମାନେ ଅଛନ୍ତି ଟି ଯେତେ। ଲଭିଛନ୍ତି ଚତୁର୍ବର୍ଗ ଏହା ଅଟେ ସତ୍ୟ। ଆବର ଅନେକ ଜ୍ଞାନ ଧ୍ୟାନ ହୋଇ ପୂତ। ଦୃଢ଼ ଧାରଣାରେ ଶୁଣି ସମାଧି ବିଧାନେ। ମାୟା ମୋହକୁ ବିନାଶ କରି ତତ୍ତ୍ୱ ଜ୍ଞାନେ। ସୁଗତି ମୁକତି ଅବିଳମ୍ବେ ଲଭିଛନ୍ତି। ଏପରି ମାର୍ଗରେ ସାଧି ଚଉବର୍ଗ ପାନ୍ତି। ଶ୍ରୀ ବିଷ୍ଣୁଙ୍କର ଏକତା ଲଭିବା କେବଳ। ନିଷ୍ଠା ଭକ୍ତି ଯୋଗେ ଶୁଦ୍ଧ ଆରାଧନା ଫଳ। ଐଶ୍ୱର୍ଯ୍ୟ ସୁଜ୍ଞାନ ଯେ ସନ୍ମତି ଆବର। କର୍ମର ସହିତେ ମୁକତିର ମୂଳ ଦ୍ୱାର। ଆହେ ପୁରୋହିତ ମାନେ ବୁଝ ଅନୁରାଗେ। ଯାହା ମୁହିଁ କହୁଅଛି ଆପଣଙ୍କ ଆଗେ। ଧର୍ମ ଆଦି ଚତୁର୍ବର୍ଗ ଯାହାଠାରୁ ମିଳେ। ସେ ଅନନ୍ତେ କିସ ହୁଏ କହୁଛି ସକଳେ। ବହୁ ଭକ୍ତିରେ ବା କିସ ଅଛି ପ୍ରୟୋଜନ। ଆପଣମାନେ ମୋ ଗୁରୁ ଅଟ ମାନ୍ୟଗଣ୍ୟ। ମୁଁ ଅଧମ ଶିଷ୍ୟ ତବ ଆହେ ମହାଭାଗ। ଆପଣମାନେ ମୋ ପ୍ରତି ନ କରିବ ରାଗ। ସାଧୁ ବା ଅସାଧୁ ଯା ଇଚ୍ଛା ପରକାଶ। ବାଳୁତ ସୂତର କେବେ ନ ଧରିବ ଦୋଷ। ପୁରୋହିତ ବାଚ ଆରେ ଅବୋଧ ବାଳକ ରହ ତୁ ଏପରି। ନ କହ ଆମ୍ଭ ଆଗରେ ସକଳ ବିସ୍ତାରୀ। ଅନଳ କୁଣ୍ଡରୁ ତୋତେ ଆମ୍ଭେ ମାନେ ଯାଇ। ରକ୍ଷା କରିଅଛୁ ମନ ମଧ୍ୟ ଦୟା ବହି। ଅତି ଅବୋଧ ବାଳକ ଅଟୁ ତୁହି ଯେଣୁ। ନିଜ ମନେ ତାହା ଚେତି ନ ପାରୁଛୁ ତେଣୁ। ଯା ନାମ ଧରୁଛୁ ତୁହି ଆମ୍ଭ ବୋଲ ମାନି। ତେଜ୍ୟ ନ କଲେ ତୋହର ହେବ ନିଶ୍ଚେ ହାନି। ରେ ଅବୋଧ ଅବଶ୍ୟତ ବିନାଶ ନିମନ୍ତେ। କୃତ୍ୟା ସର୍ଜନ କରିବ ସର୍ବ ପୁରୋହିତେ। ସତ୍ୟ କହୁଅଛି ଏହା ଖିଆଲ ନ ମଣ। ଅବୋଧ ହେଲେ ନିଶ୍ଚୟ ହୋଇବ ମରଣ। ଏପରି କହିଲେ ଯହୁଁ ସେ ପୁରୋଧା ବୃନ୍ଦ। ନିର୍ଭୟ ମନରେ ତହୁଁ ବୋଲେ ପ୍ରହ୍ଲାଦ। ପ୍ରହ୍ଲାଦ ବାଚ ଯା କହିଲ ମତେ ତୁମ୍ଭେ ପୁରୋହିତ ମାନେ। ସେ କଥା ତିଳେ ହେ ମୋର ନ ଯାଉଛି କାନେ। କିଏ ବା କାହାକୁ ଭବେ ରକ୍ଷା କରିପାରେ। ଶତ୍ରୁ ଭାବ ବହି କିଏ କାହାକୁ ନ ମାରେ। ଅମୃତ ଆଚରଣରେ ମର୍ତ୍ତ୍ୟ ଭୁବନେ। ଆତ୍ମା ଆତ୍ମାକୁ ବିନାଶେ ହେ ବ୍ରାହ୍ମଣ ମାନେ। ସହ୍ୟ ଆଚରଣେ ଆତ୍ମା ଆତ୍ମାକୁ ରଖଇ। ରକ୍ଷଣ ନାଶନ ବିଧି ଆତ୍ମା ବଶ ହୋଇ। ପରାଶର ବାଚ ଏପରି କହନ୍ତେ ଛଳ କରି ପ୍ରହ୍ଲାଦ। ଶୁଣି ରାଜ ପୁରୋହିତେ ହେଲେ ଅତି କ୍ରୋଧ। ତାହାର ମରଣ ପାଞ୍ଚେ କୃତ୍ୟ ସରଜିଲେ। ବିଷ୍ଣୁ ଭକ୍ତ ବଳ କେତେ ତାହା ନ ବୁଝିଲେ। ଜ୍ୱାଳାମାଳାରେ ଉଲୁକା କୃତି ଅକୃଶଏ। ଯାର ପାପ ନାଶେ କ୍ଷତ କ୍ଷତି ସଦା ହୁଏ। ଅତି ଭୀଷଣ ଏ କୃତ୍ୟା କରି କ୍ରୋଧ ମନେ। ପ୍ରହ୍ଲାଦ ଗତି କିଆ ସେ ଆକ୍ରୋଶରେ ଘନେ। ଆଘାତ କରନ୍ତେ ଆସି ମୁହୂର୍ତ୍ତ ମଧ୍ୟରେ। ଶୂଳବାଜି ଭକ୍ତ ଶିଶୁ ପ୍ରହ୍ଲାଦ ବକ୍ଷରେ। ସେ ଶୂଳ କୋଟିକ ଖଣ୍ଡ ବିଖଣ୍ଡ ହୋଇଲା। ଛିନ୍ନ ଭିନ୍ନ ହୋଇଣ ସେ ତଳେ ପଡ଼ିଗଲା। ଯେଉଁ ହୃଦେ ଯେ କରିଛନ୍ତି ନାରାୟଣ। ଶୂଳର କି ବଳ ତାକୁ କରିବ ବିଦୀର୍ଣ୍ଣ। ଯହିଁରେ କି ବଜ୍ର ବାଜି ଭଗ୍ନ ହୋଇଯାଏ। ତାହାକୁ ଯାଜକେ ଭାବି ସାମାନ୍ୟ ପରାଏ। କୃତ୍ୟା ପକାଇଲେ ଯାହା ନିଷ୍ପାପର ପ୍ରତି। ତାର ଯେଉଁ ଫଳ ହେଲା ଶୁଣ ଆହେ ଜ୍ୟୋତି।
ସଂଶୟ ଫିଟାଇ ମୁହିଁ କହୁଛି ତୁମ୍ଭଙ୍କୁ, ଚଞ୍ଚଳେ ସେହି ପ୍ରୟୋଗୀ ଯାଜକମାନଙ୍କୁ। ସଂହାର କରି କୃତ୍ୟା ଯେ ନିଜେ ନାଶ ହେଲା, ବିଷ୍ଣୁକୂଟ ମାୟାକୁ କେ ଜିଣି ନ ପାରିଲା। କୃତ୍ୟା ଯାଜକମାନଙ୍କୁ ଦହିବାର ଦେଖି, ଶିଶୁ ଭକ୍ତ ପ୍ରହ୍ଲାଦ ମନେ ଦୟା ରଖି। ସେ ବିପ୍ରମାନଙ୍କୁ ରକ୍ଷା କରିବାର ପାଇଁ, ତ୍ରାହି ଶ୍ରୀହରି ଅନନ୍ତ ବୋଲି ନ ଡାକଇ। ତା ମୁଖରୁ ବାରମ୍ବାର ହେଲା ପ୍ରକାଶିତ, ଏକାଗ୍ର ଚିତ୍ତେ ପ୍ରହ୍ଲାଦ ଡାକିଲା ଏମନ୍ତ। ପ୍ରହ୍ଲାଦ ବାଚ ହେ ବିଶ୍ୱବାସୀ ଶ୍ରୀହରି ଭକ୍ତ ପ୍ରାଣ ସଖା, ଦୁଃସହ ମନ୍ତ୍ର ନଳ ବିପ୍ରେ କର ରକ୍ଷା। ହେ ପୁରୁଷୋତ୍ତମ ଜନାର୍ଦ୍ଦନ ଦାମୋଦର, ହେ ଜଗନ୍ନିବାସ ହୃଷିକେଶ ଚକ୍ରଧର। ହେ ଜଗତ ପାଳ ଜଗଦ୍ଗୁରୁ ନାରାୟଣ, ହେ ମଧୁସୂଦନ ବିଷ୍ଣୁ କମଳାରମଣ। ତୁମ୍ଭେ ସକଳ ପ୍ରାଣୀଙ୍କ ହୃଦୟରେ ଥାଅ, ଅର୍ଜିଲା କରମ ଫଳ ସମସ୍ତଙ୍କୁ ଦିଅ। ଏଣୁ ଆହେ ଦୟାମୟ ଭାବଗ୍ରାହୀ ହରି, ନିବେଦନ କରୁଅଛି ବାରେ ଦୟା କରି। ସୁପ୍ରସନ୍ନ ହୁଅ ପ୍ରଭୁ ବିପଦ ଭଞ୍ଜନ, ଗରବ ଗଞ୍ଜନ ଭକ୍ତ ମାନସ ରଞ୍ଜନ। ଆସ ଆସ ପାଦେ ମୁହିଁ ପଶୁଛି ଶରଣ, ଉଠନ୍ତୁ ପୁରୋଧା ମାନେ ପାଇ ସର୍ବେ ପ୍ରାଣ। ଆହେ ଅନ୍ତର୍ଯ୍ୟାମୀ ସ୍ୱାମୀ ମୁହିଁ ଯେଉଁ ପରି, ଅଗ୍ନିକୁଣ୍ଡୁ ରକ୍ଷା ପାଇ ଅଛି ହେ ଶ୍ରୀହରି। ଏବେ ଚିନ୍ତା କରୁଅଛି ସେ ରୂପକୁ ଦେବ, ସାହା ହୁଅ ପୁରୋଧାଙ୍କୁ ଘେନି ଦୟା ଭାବ। ଏମାନେ ଉଠନ୍ତେ ସର୍ବେ ହୋଇଣ ଜୀବିତ, ଶ୍ରୀପଦେ ଏତିକି ଭିକ୍ଷା ହେ ରମାକାନ୍ତ। ହେ ମୁକୁନ୍ଦ ହେ ମୁରାରି ହେ ମଧୁସୂଦନ, ମୋର ନିବେଦନ ପ୍ରଭୁ ସୁଚିତ୍ତରେ ସୁଘେନ। ହେ ଶ୍ରୀହରି ଯେଉଁମାନେ ବଧିବାକୁ ମୋତେ, ଆସିଥିଲେ ତମ ତମ ହୋଇ କୋପଚିତେ। ମୋତେ ଯେଉଁମାନେ ଖେପିଥିଲେ ଅଗ୍ନିକୁଣ୍ଡେ, ଫୋପଡ଼ାଇଥିଲେ ଯେଉଁମାନେ ହସ୍ତି ଶୁଣ୍ଢେ। ଯେଉଁମାନେ ମୋତେ ହଳାହଳ ଦେଇଥିଲେ, ଯେଉଁମାନେ ଗଜଦନ୍ତେ ବକ୍ଷ ଚିରାଇଲେ। ହସ୍ତିପାଦେ ଯେଉଁମାନେ ଥିଲେ ଯେ କୁଦାଇ, ବକ୍ଷେ ଯେଉଁମାନେ ଦେଲେ ପାଷାଣ ଲଦାଇ। ଯେଉଁମାନେ ଆଣି ମହା ମହା ବିଷଧର, ଦଂଶନ କରାଇଥିଲେ ଅଙ୍ଗକୁ ମୋହର। ଯେଉଁମାନେ ମୋ ନିଧନେ ବହୁ ଚେଷ୍ଟା କଲେ, କୌଣସି ଉପାୟ ମୋତେ ମାରି ନ ପାରିଲେ। ସେହି ସମସ୍ତଙ୍କ ପ୍ରତି ଆହେ ହୃଷିକେଶ, କରିଅଛ ମୁଁ ମିତ୍ର ଭାବ ପରକାଶ। କାହାରି ମୁଁ ଅମଙ୍ଗଳ ଚିନ୍ତା କରି ନାହିଁ, କ୍ରୋଧ ଦ୍ୱେଷ ପଣ କାହା ପ୍ରତି ନାହିଁ ବହି। ଏ ଭାବ ଘେନି ହେ ଭାବଗ୍ରାହୀ ପରମେଷ୍ଠି, କୃପା କରନ୍ତୁ ଆପଣ ଦେଇ ଶୁଭ ଦୃଷ୍ଟି। ଯେପରି ଦୈତ୍ୟ କଳର ପୁରୋହିତ ଗଣେ, ଜୀବିତ ହେବେ ଭିକ୍ଷା ମାଗେ ଶ୍ରୀଚରଣେ। ଏପରି ବହୁତ ସ୍ତୁତି କରି ପ୍ରହ୍ଲାଦ, ମନ ମଧ୍ୟରେ ଧ୍ୟାଇଣ ହରିଙ୍କ ଶ୍ରୀପଦ। ସେହି ମୃତ ପୁରୋହିତ ମାନଙ୍କ ଦେହରେ, ଆପଣା ହସ୍ତକୁ ବୁଲାଇଲା ସେ ସ୍ନେହରେ। ପ୍ରାଣ ପାଇଣ ଉଠିଲେ ସକଳ ବ୍ରାହ୍ମଣ, ପ୍ରହ୍ଲାଦକୁ ଆଶୀର୍ବାଦ କଲେ ଜଣ ଜଣ। ସନ୍ତୋଷ ମନେ ବୋଇଲେ ସକଳ ବ୍ରାହ୍ମଣ, ହେ ବତ୍ସ ତୋହର ହେଉ ଅଶେଷ କଲ୍ୟାଣ। ହୁଅତୁ ଦୀର୍ଘାୟୁ ବୁଦ୍ଧି ବଳ ବୀର୍ଯ୍ୟଶାଳୀ, ସର୍ବଦା ଘୋଷନ୍ତୁ ସର୍ବେ ତୋର ଗୁଣାବଳୀ। ଅବ୍ୟାହତ ହୁଅ ତୁହି ସକଳ ସ୍ଥାନରେ, ଉତ୍ତମ ପୁତ୍ର ପୌତ୍ରାଦି ଲଭ ଜଗତରେ। ଧନ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ ହୋଇ ବତ୍ସ ନିତ୍ୟ,
संसारे जस अर्जन कर पाळी सत्य। पराशर उवाच हे मैत्रेय एहिपरि से पुरोधाम गण अति तुष्टे प्रह्लाद को बांछिले कल्याण। तहु हिरण्यकशिपु निकटकु गले समस्त कथा ताहाकु बुझाई कहिले। श्री विष्णु पुराण ए जे पुराणर सार साधु सन्थ मानकर गला रत्नहार। गुरु विष्णु वैष्णवंक पाद करी ध्यान लेखेहीन किंचन क्षेत्रवासी दीन। इति श्री महाविष्णु पुराणे प्रथम खंडे प्रह्लाद चरितम नाम अष्टादश अध्याय। 19 अध्याय प्रह्लाद प्रति हिरण्यकशिपुर विविध अत्याचार और विष्णु कर्तुक प्रह्लादर रक्षा। पराशर उवाच एथु अन्ते हे मैत्रेय शुण देई मन जाजक पुरोधांकर कृत्यर विधान। निष्फल हे बारे शुणी से दैत्य केसरी निज पुत्र प्रह्लादे आनिला हकारी। पचारिले बंचिबार कारण ताहाकु लिभाइबा बोली दुष्ट सोअंत दाहकु। राजसभा गोटी तार शुभे गह गह पात्र मंत्री आदि पुणी अमात्य समूह। मुखिया मुखिया जेते अन्यान्य दैते समवेत होइछन्ति हिरण्य अग्रते। से बेले प्रह्लाद को कहे राजा उक्ति एत मंत्र जंत्र की बा स्वाभाविक शक्ति। पितार वचन शुणी निर्भीक प्रह्लाद मने मने किछि क्षण करी हृद बोध। प्रह्लाद उवाच बोइला जथा भक्ति रे बेनी कर जोड़ी शुण पिता तथ्य कथा कहूछि मु फेड़ी। अविचार क्रिया कले पुरोहित माने तहिरु जीवन रक्षा कली मुझे सने। एहा मने न भावन्तु मंत्र शक्ति बळे जीवन धारण करी रहिली सयळे। मंत्र जंत्र तंत्र पिता जाने नाही मोहि सकल मंत्रर सार पद भाव ग्राही। विष्णु बोली करी जेउ जोड़ी अक्षर महामंत्रज्ञ रूप से जानती पियर। सर्व विपद वारण नाम नारायण सर्व पाप ताप हारी जगत तारण। परित्राण दाता हरि माधव गोविंद श्री मधुसूदन देव अच्युत मुकुंद। हेमंत ठाकुर जार हृदय बिहारी ताकु मारी पकाइब के अबाकी परी। किछार ए पुरोधांक अभिचार मंत्र किछार बा दैत्यंकर अटे षड्यंत्र। विष्णु आश्रित प्राणी को आसे जेते भय विष्णु नाम चिंता मात्रे हुए सबु क्षय। विष्णु भक्त पक्षे हाओटे रक्ष सार काहिरे न हुए केबे संघार ताहार। जेबा कारण पांचई अमंगल कथा पाप ताप दुख शोक नाही तार पिता। जेउ व्यक्ति मन वाक्ये अन्य पीड़ा दिए अविलंबे तार दल बल छाड़ी जाए। शुणी तार कर्म दक्ष संपूर्ण भावरे विष्णु शक्ति बळे किछि न बाधे भक्ति रे। जेउ विष्णु नारायण त्रिभुवन पति सर्वहृदय छन्ति पुरी तुम्भ हृदय स्थिति। सेहि श्री हरि को मोहि चिंती अविरत नई छई केबे हेले काहारी अहित। अनिष्ट साधन कार करी नाही दीने काहा मने कष्ट देई नाही कदाचने। मन वचन कर्तव्य शुभ काहारी दिने हेले पांची नाही आहे दंडधारी। सकल प्राणी की देखे श्रम भावे जेणु
त्रितापन बाधे मते आहे पिता तेणु बेसिकी कहिबी मुही तुम्भ श्री छामुरे जेउ जन ए मरते जन्म लाभ करे एक भावे समस्तंकु नयने देखई केबे हे पर हिंसारे मन न दियई सहस्र निष्ठे तार किछि न हुए क्षणक मध्यरे सबु दूर होई जाए मुहि सेही मते करुअछि प्रतिदिन कदापि पर हिंसारे न दियई मन एकमात्र सर्वभूत साक्षी जे श्रीहरि तांको पाद चिंता अटे बेउ सामोहरी काहारी अनिष्ट पथे न करे मुगति जहिरे आनर भल जागे मोर मती एमंत स्वभावे जेहु चले आहे पिता तार कि घटई केते दुख कष्ट चिंता एणु महासंकटरु रक्षा मु पाइली तुम्भ निकटरे पिता सत्य मु कहिली एही प्राय सर्वहृदय देव नारायणे समस्तंक चिंता आवश्यक सर्वक्षणे सेही विष्णु चिंता मोर अटे अविरते जहिरे प्रजाए चली बेटी एही मते निजे आचरिए मंत शिक्षा दियो पिता इह पर काल कुजे थिबो नाही चिंता पराश्रवाच बसिथिला दैत्यपति सिंहासन परे प्रहलादर कथा को शुणन्ते श्रुतिरे अतिशय कोप भर होई दुराचार बोइलारे मेंचड़ एड़े गर्व तोर बड़ीमा करी कहूछु मो आगरे कथा जहा सबु मो पक्षरे अटई अजथा एहा कहू कहू अति कोपे दैत्य ईश भृत्यमानंकु चाहिण देला ए आदेश हिरण्यकशिपुवाच कि देखुछु भृत्य गण थाई एही ठारे एकुळांगार पुत्र को बांधरे सतरे अट्टालिका उपरकु शीघ्र घेनी जाओ एहाकु आउ विश्वास नाही जानी थाओ सतेक योजन उच्च जे जे अट्टालिका पकाई दियो उपरु न करिण शंका तले पाषाण उपरे पड़ी एही मूढ़ छटपट होई मरु भांगी गोड़ हाड़ विलंब न करियाकु नियरे बहन मृत्यु देखिले आनंद हेब मोर मन।